ଯାହାକୁ କଥାଟି ଖରାପ ଲାଗିଥିବ ଦୟାକରି କ୍ଷମା କରିବେ, ଯାହାକୁ କଥାଟି ଭଲ ଲାଗିଥିବ ଦୟାକରି ଗୋଟେ ଲାଇକ୍ କରିବେ। ଜରୁରୀ ଏହା ନୁହେଁ ଯେ ଆମର ବୟସ କେତେ, ଜରୁରୀ ଏହା ଆମେ କେଉଁ ବୟସର ଚିନ୍ତାଧାରା ରଖିଛେ। ଆମ ମନରେ ଏକ ଭୁଲ ଧାରଣା ଥାଏ କି ବୟସ ହେଉଛି ବୁଦ୍ଧି ବିବେକ ଜ୍ଞାନର ମାପକାଠି, କିନ୍ତୁ ଏହା ଭୁଲ ହୋଇଥାଏ। ଅନେକ କ୍ଷେତ୍ରରେ ଏହା ଭୁଲ ମଧ୍ୟ ପ୍ରମାଣିତ ହୋଇଛି। କାରଣ ଯେଉଁମାନଙ୍କର ବୟସ ହୋଇଥାଏ ସେମାନଙ୍କର ବିବେକ ଓ ବୌଦ୍ଧିକ ବିକାଶ ଉପଯୁକ୍ତ ଭାବରେ ହୋଇନଥାଏ। ଅନେକ କ୍ଷେତ୍ରରେ ଦେଖିଛେ ଗୋଟେ ବଡ଼ ପିଲାର ବୟସ ହୋଇଥାଏ କିନ୍ତୁ ତାହାର ଚିନ୍ତାଧାରା ଛୋଟ ପିଲାମାନଙ୍କ ଭଳି ହୋଇଥାଏ। ଛୋଟ ପିଲାମାନଙ୍କ ଭଳି ସେ ଜିଦ୍ ମଧ୍ୟ କରିଥାଏ। ଅପରପକ୍ଷରେ ଦେଖିଥିବା ଗୋଟେ ଛୋଟ ପିଲାର ବଡ଼ ପିଲାମାନଙ୍କ ଭଳି ବୁଦ୍ଧି ବିବେକ ଜ୍ଞାନ ମଧ୍ୟ ହୋଇଥାଏ, ଚିନ୍ତାଧାରା ମଧ୍ୟ ବଡ଼ ପିଲାଙ୍କ ଭଳି ହୋଇଥାଏ। ସେ ଏମିତି କରେ ଗୋଟେ ପରିପକ୍ୱ ଭାବରେ ଅନ୍ୟମାନଙ୍କ ସହିତ ବ୍ୟବହାର ମଧ୍ୟ କରିଥାଏ। ତେଣୁ ଏଠାରେ ଜରୁରୀ ନୁହେଁ ବୟସ, ଜରୁରୀ ହେଉଛି ଆମର ଚିନ୍ତାଧାରା।